ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ ଆମ ମାଟିର ସ୍ୱର। ଓମ୍ ଶାନ୍ତି। ଓମ୍ ଶାନ୍ତି। ସମସ୍ତ ବାବାଙ୍କ ପିଲାମାନଙ୍କୁ ଆଜିର ଏହି ଆଲୋଚନାକୁ ସ୍ୱାଗତ। ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ 30 ଜୁନ୍ 2025ର ମୁରଲି ଉପରେ ଟିକେ ଗଭୀର ଭାବରେ ଚିନ୍ତନ କରିବା। ହଁ ନିଶ୍ଚୟ। ତେଣୁ ପୁରା ଲାଭ ପାଇବା ପାଇଁ ମୋର ଅନୁରୋଧ, ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଶୁଣିବେ। ହଁ, ଏଇଟା ବହୁତ ଜରୁରୀ। ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ ଯଦି ଆପଣ ପ୍ରତିଦିନ ମୁରଲି ଆଉ ଏମିତି ଜ୍ଞାନ ଚର୍ଚ୍ଚା ଶୁଣିବାକୁ ଚାହନ୍ତି। ନିଶ୍ଚୟ। ତେବେ ଆଜିର ମୁରଲିର ମୂଳସାର କ'ଣ? ବାବା ପରମାତ୍ମା ଆମକୁ ଜ୍ଞାନ ଦେଇ କଣ୍ଟାରୁ ପବିତ୍ର ସୁଗନ୍ଧିତ ଫୁଲରେ ପରିଣତ କରୁଛନ୍ତି। ହଁ, ଏଇଟା ମୁଖ୍ୟ କଥା। ଆଉ ସେ କହୁଛନ୍ତି ଯେ ଏହି ସଭାରେ ଆମେ ନିଜେ କଣ୍ଟା ହେବାନି କି କଣ୍ଟା ପରି କାହାକୁ ଆଣିବାନି। ଠିକ୍। ତ ମୁରଲିର ଆରମ୍ଭରେ ହିଁ ବାବା ନିଜକୁ କହୁଛନ୍ତି ବଗିଚାର ମାଳି ଆଉ ଆମକୁ କହୁଛନ୍ତି ଫୁଲ। ଏଇଟା ବହୁତ ସୁନ୍ଦର ଲାଗିଲା। ଏହାର ଅର୍ଥ କ'ଣ ଟିକେ ବୁଝେଇବେ କି? ହଁ, ଦେଖନ୍ତୁ, ଏଇଟା ଗୋଟେ ବହୁତ ଗଭୀର ରୂପକ। ବାବା ଏଠି ହେଲେ ପରମପିତା, ସେ ନିଜେ ଜ୍ଞାନର ସାଗର। ଆଉ ସେହି ମାଳି ଆମେ ଯେଉଁ ଆତ୍ମାରୂପୀ ପିଲାମାନେ ଅଛୁ, ଆମକୁ ସେ ପାଳନ କରୁଛନ୍ତି। ଜ୍ଞାନ ଜଳ ଦେଇ ଆମ ଭିତରେ ଯେଉଁ ଅପବିତ୍ରତାର କଣ୍ଟା ଅଛି ତାକୁ କାଢ଼େ। ଆଚ୍ଛା। ହଁ, ଆମକୁ ସତ୍ୟଯୋଗୀ ଦେବତା ସୁନ୍ଦର ସୁଗନ୍ଧିତ ଫୁଲ ଭଳି ତିଆରି କରୁଛନ୍ତି। ଓହୋ। ଆଉ ଇଏ ଯେଉଁ ସମୟ ସଙ୍ଗମ ଯୁଗ, ଏଇଟା ହେଉଛି ସେହି ସ୍ୱତନ୍ତ୍ର ବଗିଚା ଯେଉଁଠି ବାବା ହିଁ କାମ କରୁଛନ୍ତି। ତେଣୁ ଏଠି କଣ୍ଟା ବିକାରୀ ଭାବନା ବା ସେମିତି ମଣିଷ ତାଙ୍କର ସ୍ଥାନ ନାହିଁ। ବୁଝିଲେ। ତାହେଲେ ଏ ଯୋଉ ଫୁଲର ସ୍ଥିତି ଆପଣ କହିଲେ ଶତପ୍ରଧାନ ସ୍ଥିତି, ଏଇଟା ବଜାୟ ରଖିବା ପାଇଁ ମୁରଲିରେ ସ୍ମୃତିର ଯାତ୍ରା ଉପରେ ବହୁତ ଜୋର ଦିଆଯାଇଛି। ହଁ ହଁ ହଁ, ସ୍ମୃତି ଯାତ୍ରା ହିଁ ମୂଳ। ତ ଯୋଉମାନେ ଏଇ ଯାତ୍ରାରେ ଚାଲିବାକୁ ଚେଷ୍ଟା କରନ୍ତି, ସେମାନଙ୍କୁ କେମିତି ଚିହ୍ନି ହେବ? କ'ଣ ଲକ୍ଷଣ ତାଙ୍କର? ଦେଖନ୍ତୁ, ସବୁଠୁ ବଡ଼ ଚିହ୍ନ ହେଉଛି ତାଙ୍କର ଅପାର ଖୁସି। ସେମାନେ ବହୁତ ଖୁସିରେ ରହିବେ। ଆଚ୍ଛା। ତାଙ୍କ ବୁଦ୍ଧିରେ ଏକଦମ ସ୍ପଷ୍ଟ ଥିବ ଯାରେ ଆମେ ଏବେ ନିଜ ଘରକୁ ଫେରିବା, ପରମଧାମ। ଆଉ ତାପରେ ଆମେ ଯିବା ସୁଗନ୍ଧିତ ଫୁଲର ବଗିଚା, ସତ୍ୟଯୁଗକୁ। ତ ଏହି ସ୍ମୃତିରେ ରହିଲେ ସେ ନିଜେ ବି ସୁଗନ୍ଧିତ ହୁଅନ୍ତି, ପବିତ୍ର ହୁଅନ୍ତି। ଆଉ ତାଙ୍କ ସଂସ୍ପର୍ଶରେ ଯିଏ ଆସେ ତାକୁ ବି ସେଇ ସୁଗନ୍ଧ ମିଳେ। ବାଃ। ଯେତିକି ସ୍ମୃତି ଯାତ୍ରା ପକ୍କା ହେବ, ସେତିକି ଶତପ୍ରଧାନ ସ୍ଥିତି ଆସିବ ଆଉ ଖୁସି ବି ବଢ଼ିବ। ବୁଝିଗଲି। ତାହେଲେ ଏହି ସଙ୍ଗମ ଯୁଗ, ଯାହାକୁ ବାବା ଫୁଲମାନଙ୍କର ବଗିଚା କହିଲେ, ବା ମୁରଲିରେ ଯେମିତି ଅଛି ଇନ୍ଦ୍ରଙ୍କର ସଭା। ହଁ, ଇନ୍ଦ୍ର ସଭା। ଏଠି କଣ୍ଟା ରହିପାରିବେ କି? ବିକାରୀ ବୃତ୍ତି ନେଇ କେହି ଆସିପାରିବେ? କାରଣ କଳିଯୁଗକୁ ତ କଣ୍ଟାର ଜଙ୍ଗଲ କୁହାଯାଇଛି। ନା ନା, ଆଦୌ ନୁହେଁ। ଏଠି କଣ୍ଟା ରହିବା ମନା। ଏଇଟା ତ ହେଲା ଜ୍ଞାନର ପରିମାନଙ୍କର ସଭା। ଯଦି କେହି କଣ୍ଟା ହୋଇ ବିକାରୀ ବା ନକାରାତ୍ମକ ଭାବନା ନେଇ ଏଠି ବସିବେ, ସେ ପ୍ରକୃତରେ ନିଜର ହିଁ କ୍ଷତି କରୁଛନ୍ତି। ଆଚ୍ଛା। ହଁ, ସେ ଏହି ସ୍ୱର୍ଗୀୟ ପରିବେଶରୁ କିଛି ପାଇବେନି। ବାବା ତ ଆସିଛନ୍ତି କଣ୍ଟାକୁ ଫୁଲ କରିବା ପାଇଁ, ପତିତକୁ ପାବନ କରିବା ପାଇଁ। ତାଙ୍କ କାମ ହିଁ ସେଇଆ। କିନ୍ତୁ ବୋଧହୁଏ ଏହି ଯାତ୍ରାଟା ଏତେ ସହଜ ନୁହେଁ, କାରଣ ମୁରଲିରେ ପୁଣି ମାୟାର ଝଡ଼ କଥା ବି କୁହାଯାଇଛି। ଏଇଟା କ'ଣ, ଆଉ ଏହାର ସାମ୍ନା କେମିତି କରିବା? ହଁ, ଏକଦମ ଠିକ୍ କହିଲେ। ଯେତେବେଳେ ଆମେ ବାବାଙ୍କ ପିଲା ହେଇ ଏ ପବିତ୍ର ରାସ୍ତାରେ ଚାଲୁନା, ସେତେବେଳେ ମାୟା ଆମ ଭିତରର ଯେଉଁ ପୁରୁଣା ଆଦତ, ବିକାର, ନେଗେଟିଭିଟି ଅଛି, ସେସବୁ ଆହୁରି ଜୋରରେ ଆମକୁ ପରୀକ୍ଷା କରେ, ଝଡ଼ ପରିଆସେ। ଓହୋ। କିନ୍ତୁ ବାବା ଆଶ୍ୱାସନା ଦେଉଛନ୍ତି ଯେ ଏଥିରେ ଡରିବାର କିଛି ନାହିଁ, ବରଂ ସାବଧାନ ରହିବାକୁ ହବ। ସାବଧାନ? ହଁ, ସାବଧାନ। ନିଜର କମଜୋରି କ'ଣ ସେଟାକୁ ଚିହ୍ନିବାକୁ ପଡ଼ିବ, ଆଉ ବହୁତ ଦୃଢ଼ ନିଶ୍ଚୟ କରି ବାବାଙ୍କୁ ମନେ ପକେ ସେଗୁଣଙ୍କ ଉପରେ ବିଜୟ ପାଇବାକୁ ହବ। ଦୃଢ଼ ନିଶ୍ଚୟ ଦରକାର। ତେବେ ଏହି ବିଜୟ ପାଇଁ ନିଜର ଆନ୍ତରିକ ଶକ୍ତି ବଢ଼େଇବା ସହିତ ବାହାରେ ସେବା କରିବାର ବି ଗୁରୁତ୍ୱ ଅଛି ନିଶ୍ଚୟ। ମୁରଲିରେ ଯେମିତି ଅଛି, ଜ୍ଞାନର ଅବିନାଶୀ ରତ୍ନ ଦାନ କରିବାଟା ହେଉଛି ମହାଦାନ। ଏକଦମ। ବାବା ଚାହାନ୍ତି ଆମେ ଖାଲି ନିଜେ ବଦଳିବାନି, ଆମେ ଅନ୍ୟମାନଙ୍କୁ ବି ଏଇ ରାସ୍ତା ଦେଖେଇବା। ସେଥିପାଇଁ ତ କହିଛନ୍ତି ରୂପ ଏବଂ ବସନ୍ତ ହୁଆ। ରୂପ ଆଉ ବସନ୍ତ, ଏହାର ନିଜେ ଯୋଗଯୁକ୍ତ ସ୍ଥିତିରେ ସେଇ ଆତ୍ମିକ ସ୍ୱରୂପରେ ସ୍ଥିତ ହେବା, ରୂପ। ଆଚ୍ଛା। ଆଉ ସେହି ସ୍ଥିତିରେ ରହି ଅନ୍ୟମାନଙ୍କ ଉପରେ ଜ୍ଞାନରତ୍ନର ବର୍ଷା କରିବା। ବାଃ, କେତେ ସୁନ୍ଦର ଭାବନା। ହଁ, ଏଇଟା ହିଁ ପ୍ରକୃତ ମହାଦାନ। ଏହାଦ୍ୱାରା ବହୁତ ଆତ୍ମାଙ୍କର ଭଲ ହେବ। ଏହି ପାଠ ପଢ଼ି ନିଜେ ତ ବଦଳିବା, ଆଉ ଅନ୍ୟକୁ ବି ବଦଳିବାରେ ସାହାଯ୍ୟ କରିବା।
ଆଉ ଏ ଯୋଉ ସେବାର ଭାବନା ଏଇଟା ତ ସ୍ୱୟଂ ବାବାଙ୍କ ଭିତରେ ହିଁ ଦେଖାଯାଏ। ତାଙ୍କୁ ମୁରଲୀରେ ନିସ୍ୱାର୍ଥପର ସେବକ କୁହାଯାଇଛି। ଏଇଟା ବି ବହୁତ ବଡ଼ କଥା। ନିଶ୍ଚିତ ଭାବରେ। ଟିକେ ଭାବନ୍ତୁ ତ, ବାବା ଆମକୁ ପୁରା ଦୁନିଆର ବାଦଶାହ ହିଁ ଦେଇ ଦେଉଛନ୍ତି। ହଁ, ଆଉ ନିଜେ କ'ଣ କରୁଛନ୍ତି? ସମ୍ପୂର୍ଣ୍ଣ ନିବୃତ୍ତ, ବାନପ୍ରସ୍ଥି ପରି। କୌଣସି ଫଳର ଆଶା ନାହିଁ। କିଛି ଆଶା ନ ରଖି। କିଛି ବି ନୁହେଁ। ଆମର ସବୁ ଦୁଃଖ ନେଇଯାଉଛନ୍ତି, ସବୁ ସୁଖ ଦଉଛନ୍ତି, କିନ୍ତୁ ନିଜ ପାଇଁ କିଛି ବି ନୁହେଁ। ଏମିତି ନିଃସ୍ୱାର୍ଥପର ସେବା ତ କେବଳ ପରମ ପିତା ପରମାତ୍ମା ହିଁ କରିପାରିବେ, ଆଉ କେହି ନୁହେଁ। ସତରେ। ତେବେ ଆଜିର ଯେତେ ସବୁ ଆଲୋଚନା ହେଲା, ସେଥିରୁ ଧାରଣା କରିବା ପାଇଁ ମୁଖ୍ୟ କଥା କ'ଣ କ'ଣ ରହିଲା, ଟିକେ ସଂକ୍ଷେପରେ ଯଦି କହିବା। ହଁ, ମୁଖ୍ୟତଃ 4ଟା କଥା ମନେ ରଖିବା ଭଳେ। ପ୍ରଥମ ହେଲା, ଆମକୁ ନିଜେ ରୂପ ଆଉ ବସନ୍ତ ହେବାକୁ ପଡ଼ିବ। ହଁ, ଜ୍ଞାନର ଅମୂଲ୍ୟ ରତ୍ନ ବାଣ୍ଟି ମହାଦାନୀ ହେବା। ଠିକ୍। 2ରେ, କୌଣସି ବି କଥାରେ, କୌଣସି ପରିସ୍ଥିତିରେ ଡରିବାର ନାହିଁ କି କନଫ୍ୟୁଜ୍ ହେବାର ନାହିଁ। ନିଜର ଯତ୍ନ ନେବା, ଦେଖିବା ଯେ ଆମ ଭିତରେ କୌଣସି ବିକାରର ଦୁର୍ଗନ୍ଧ ଯେମିତି ନଥାଏ। ହଁ, ନିଜକୁ ପରୀକ୍ଷା କରିବା। ଏକଦମ। 3 ନମ୍ବର ହେଲା, ଯାହା ବି କଳିଯୁଗୀ ଦୁର୍ବଳତା ଅଛି, ପୁରୁଣା ସଂସ୍କାର ଅଛି, ତାକୁ ଦୃଢ଼ ସଂକଳ୍ପ କରି ଶେଷ କରିଦେବା। ନିଜକୁ ଶକ୍ତି ସ୍ୱରୂପରେ ଅନୁଭବ କରିବା। ବାଃ, ଏଇଟା ବରଦାନ ପରି ଲାଗୁଛେ। ହଁ, ବରଦାନ ହିଁ। ଆଉ 4 ନମ୍ବର କଥା ହେଲା, ମନେ ରଖିବା ଯେ ଆମକୁ ଯାହା ବି ସୁବିଧା ସୁଯୋଗ ମିଳୁଛି, ସେସବୁ ସେବା ପାଇଁ ମିଳୁଛି। ଆରାମ କରିବା ପାଇଁ ନୁହେଁ। ହଁ, ଆରାମ ପ୍ରିୟ ହେବା ପାଇଁ ବିଲକୁଲ ନୁହେଁ। ଏଇଟା ସ୍ଲୋଗାନରେ ବି ଅଛି। ହଁ, ଏସବୁକୁ ଅଭ୍ୟାସରେ ଆଣିବା ବହୁତ ଜରୁରୀ। ଆଉ ଗୋଟିଏ କଥା, ଯୋଉଟା ଅବ୍ୟକ୍ତ ସଂକେତରେ ଥିଲା, ସେଇଟା ବି କହିଦିଏ। ହଁ, କୁହନ୍ତୁ। ଆତ୍ମ ଅଭିମାନୀ ସ୍ଥିତିରେ ରହିବାର ଅଭ୍ୟାସକୁ ବଢ଼ିବାକୁ ହେବ। ଅଧିକରୁ ଅଧିକ ଅନ୍ତର୍ମୁଖୀ ହେବାକୁ ପଡ଼ିବ। ଅନ୍ତର୍ମୁଖୀ ହେବା। ହଁ, କାରଣ ଏଇ ଯୋଉ ଆତ୍ମ ଅଭିମାନୀ ସ୍ଥିତି, ଏଇଟା ଗୋଟେ ଆତ୍ମିକ ବୋମା ପରି ପୁରା ବାତାବରଣକୁ ବଦଳି ଦେବ ଆଉ ବହୁତ ଆତ୍ମାଙ୍କୁ ଆକର୍ଷିତ କରିବ। ବହୁତ ସୁନ୍ଦର କଥା। ସତରେ ଗଭୀର ଚିନ୍ତନା ଆଜି ହେଲା। ହଁ, ତେବେ ଶ୍ରୋତାବନ୍ଧୁ, ଆପଣମାନଙ୍କୁ ଆଜିର ଏଇ ଆଲୋଚନାରୁ କୋଉ କଥାଟି ସବୁଠୁ ଭଲ ଲାଗିଲା ବା ବେଶୀ ପ୍ରେରଣା ଦେଲା, ଆମକୁ କମେଣ୍ଟ ବକ୍ସରେ ଓମ୍ ଶାନ୍ତି ଲେଖି ଜଣାଇପାରିବେ। ନିଶ୍ଚୟ ଜଣାନ୍ତୁ। ଆଉ ହଁ, ଏଇ ମୂଲ୍ୟବାନ ଜ୍ଞାନକୁ କେବଳ ନିଜ ପାଖରେ ନ ରଖି ନିଜ ବନ୍ଧୁବାନ୍ଧବ, ପରିବାର ଲୋକଙ୍କ ସହ ନିଶ୍ଚୟ ସେୟାର କରନ୍ତୁ, ଯେମିତି ସମସ୍ତେ ଏହାର ଲାଭ ନେଇପାରିବେ। ଏକଦମ। ତେବେ ଆଜି ପାଇଁ ଏତିକି। ଓମ୍ ଶାନ୍ତି। ଓମ୍ ଶାନ୍ତି। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।